ଦୀର୍ଘାୟୁ ଜୀବନର ସରଳ ନିୟମ। 1. ସକାଳୁ ଯଦି ଆପଣ ଜିରା ଚବାଇକି ପାଣି ପିଅନ୍ତି ତେବେ ହଜମ ଶକ୍ତି ବୃଦ୍ଧି ପାଇବା ସହିତ ପେଟର ଚର୍ବି ଅଂଶ କମ୍ ହୋଇଯାଇଥାଏ। 2. ସପ୍ତାହରୁ 2ରୁ 3 ଥର କରଞ୍ଜିଆ ସାହାଡ଼ା କିମ୍ବା ଲିମ୍ବ କାଠିରେ ନିହାତି ଭାବରେ ଦାନ୍ତ ଘଷନ୍ତୁ। ଏହାଦ୍ୱାରା ଦାନ୍ତ ମଜବୁତ ହୋଇଥାଏ। 3. ଯଦି ଅଧିକ ଜୋରରେ ଜ୍ୱର ହେଉଥାଏ ତେବେ ସେହି ସମୟରେ ଯଦି ହେଙ୍ଗୁ ସେବନ କରନ୍ତି ତେବେ ତୁରନ୍ତ ଆରାମ ମିଳିଥାଏ। 4. ହେଙ୍ଗୁ, ଜୁଆଣି, ରସୁଣକୁ ସୋରିଷ ତେଲରେ ପକାଇ ଏହାକୁ ଆଣ୍ଠୁଗଣ୍ଠି ଆଦିରେ ମାଲିସ କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ। 5. ରାତ୍ରି ସମୟରେ ଭାତ ସେବନ କରିବା ଦ୍ୱାରା ଶରୀରରେ ଚର୍ବି ଅଂଶ ଅଧିକ ଲାଗିଥାଏ, ତେଣୁ ରାତ୍ରିରେ ରୁଟି ସେବନ କରନ୍ତୁ ଓ କମ୍ ଖାଦ୍ୟ ଖାଆନ୍ତୁ। 6. ଯଦି ହାତ ଗୋଡ଼ ବଧିରା ହୋଇଯାଉଥାଏ ତେବେ 1 ଚାମଚ ମହୁରେ ଅଧ ଚାମଚ ଲେମ୍ବୁ ରସ ମିଶାଇ 30 ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ। ବହୁତ ଶୀଘ୍ର ଉପଶମ ମିଳେ। 7. ଅଦା ପାଣିରେ ମହୁ ଓ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ଗର୍ଭାବସ୍ଥାରେ ହେଉଥିବା ବାନ୍ତି ସମସ୍ୟାରୁ ମୁକ୍ତି ମିଳିଥାଏ। 8. ବିରି ସହିତ କ୍ଷୀର ସେବନ କରନ୍ତୁ ନାହିଁ। ସେବନ କଲେ ପେଟରେ ଗ୍ୟାସ୍, ଭାରିପଣ ଏବଂ ବାନ୍ତି ବାନ୍ତି ଲାଗିବା ଭଳି ସମସ୍ୟା ଆଦି ସୃଷ୍ଟି ହୋଇଥାଏ। 9. ସକାଳୁ ସୂର୍ଯ୍ୟତ୍ୟାଗ କରିସାରିବା ପରେ ନିଜର ନିତ୍ୟକର୍ମ ସାରି ସୂର୍ଯ୍ୟକୁ ଚାହିଁ ସୂର୍ଯ୍ୟ ନମସ୍କାର କରି 21 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। 10. ଯଦି ଆପଣଙ୍କ ଶରୀରରେ ଜୋରରେ ଦରଜ ଲାଗୁଛି ତେବେ ନାଲି ଚା କିମ୍ବା ଗ୍ରୀନ୍ ଟି ପିଅନ୍ତୁ। ଏହାଦ୍ୱାରା ଶାରୀରିକ ଆରାମ ମିଳିଥାଏ। 11. ଗରମ ପାଣିରେ ସ୍ନାନ କରନ୍ତୁ ନାହିଁ। ଏହାଦ୍ୱାରା ଶରୀରର ତ୍ୱଚା ଖରାପ ହୋଇଥାଏ ଏବଂ କେଶ ମଧ୍ୟ ଦୁର୍ବଳ ବା କମଜୋର ହୋଇଯାଇଥାଏ। 12. କପଡ଼ାର ରଙ୍ଗ ଫିକା ହୋଇଯାଉଥିଲେ କପଡ଼ା ଧୋଇବା ସମୟରେ ସେଥିରେ ଟିକିଏ ଭିନେଗାର ପକାଇ ଧୋଇବା ଦରକାର। ଏହାଦ୍ୱାରା କପଡ଼ାର ରଙ୍ଗ ଚମକିଥାଏ। 13. ଆପଣଙ୍କ ଖାଦ୍ୟରେ ପିଆଜକୁ ନିହାତି ଭାବରେ ସାମିଲ କରନ୍ତୁ। ପିଆଜ ସେବନ କରିବା ଦ୍ୱାରା ରକ୍ତର ପ୍ରବାହ ସଠିକ ରୂପରେ ହୋଇଥାଏ। ହାର୍ଟ ପାଇଁ ପିଆଜ ବହୁତ ଲାଭକାରୀ ଅଟେ। 14. ଯଦି ଆପଣଙ୍କ ଶରୀରର କୌଣସି ସ୍ଥାନ ମକଚି ହୋଇଯାଏ ତେବେ ସେହି ସ୍ଥାନରେ ତୁରନ୍ତ ବରଫ ଘଷି ଦିଅନ୍ତୁ। ତୁରନ୍ତ ଉପଶମ ମିଳିବ। 15. ପ୍ରତିଦିନ 1 ଘଣ୍ଟା ହସିବା ଦ୍ୱାରା ମୋଟାପା ନିୟନ୍ତ୍ରଣରେ ରହିଥାଏ ଏବଂ ଶରୀର ସୁସ୍ଥ ରହିଥାଏ। କୌଣସି ରୋଗ ମଧ୍ୟ ହୋଇନଥାଏ। 16. ସପ୍ତାହରେ ଥରେ କିମ୍ବା 2 ଥର କାକୁଡ଼ି, କଲରା, ନାଲି ଟମାଟର ଜୁସ୍ ପିଅନ୍ତୁ। ଏହାଦ୍ୱାରା ମଧୁମେହ ରୋଗ ହୋଇନଥାଏ। 17. ମକା, ରୁଟି ଏହିସବୁ ଭରପୁର ମାତ୍ରାରେ ସେବନ କରନ୍ତୁ। ଏହାକୁ ସେବନ କରିବା ଦ୍ୱାରା ଟିଭି ଏବଂ ଲିଭର ରୋଗ ଆଦି ହୋଇନଥାଏ। 18. ଆପଣଙ୍କୁ 30 ବର୍ଷ ହୋଇଯିବା ପରେ ଆପଣ ନିହାତି ଭାବରେ ମେଥିଦାନା ସେବନ କରନ୍ତୁ। ଏହାଦ୍ୱାରା ଶରୀରର ଗଣ୍ଠି ମଜବୁତ ହୋଇଥାଏ ଏବଂ ତା ସହିତ ବ୍ଲଡ଼ ପ୍ରେସର, ମଧୁମେହ ଏବଂ ଆଣ୍ଠୁଗଣ୍ଠି ସମସ୍ୟା କିଛି ରହିନଥାଏ। 19. ବାସି ମାଂସ ସେବନ କରିବା ଦ୍ୱାରା ଆୟୁଷ କମିଯାଇଥାଏ। ବାସି ମାଂସ, ଶୁଖିଲା ମାଂସ ଏବଂ ଫ୍ରୋଜେନ୍ ମାଂସ ଏହିସବୁ ଖାଦ୍ୟ ସେବନ କରନ୍ତୁ ନାହିଁ, କାରଣ ଏଥିରେ ବିଷାକ୍ତ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ଆଗକୁ ଯାଇ ଏମାନେ ବଡ଼ ବଡ଼ ରୋଗ ସୃଷ୍ଟି କରିଥାନ୍ତି। ବାସି ମାଂସ ବିଷ ସହିତ ସମାନ, ତେଣୁ ଖାଇବା ଉଚିତ ନୁହେଁ। 20. ପ୍ରତିଦିନ କଞ୍ଚା କ୍ଷୀରରେ ଲେମ୍ବୁ ମିଶାଇ ଲଗାଇବା ଦ୍ୱାରା ଚେହେରା ଗୋରା ହୋଇଯାଇଥାଏ। ତା ସହିତ ଅଧିକ ମିଠା ସେବନ ଠାରୁ ଦୂରେଇ ରୁହନ୍ତୁ। 21. ଜଳି ଯାଇଥିବା ସ୍ଥାନରେ କଦଳୀ ରସ ପକାଇଲେ ଜଳାପୋଡ଼ା କମ୍ ହୋଇଥାଏ ଓ ଫୋଟକା ହୋଇନଥାଏ। 22. ଯଦି କୌଣସି ବିଷାକ୍ତ ଜିନିଷ ପାଟିକୁ ଚାଲିଯାଏ ତେବେ ତୁରନ୍ତ ଲୁଣ ଖାଇଦିଅନ୍ତୁ। ଏହାଦ୍ୱାରା ବିଷାକ୍ତ ଜିନିଷର ପ୍ରଭାବ କମିଯାଇଥାଏ। 23. ପାଦ ଫୁଟୁଥିଲେ ରାତିରେ ଭଲ ଭାବରେ ପାଦ ଧୋଇ ଘିଅ ଲଗାଇଲେ ପାଦ ଆଉ ଫାଟିବ ନାହିଁ। 24. ଅଧିକାଂଶ ଲୋକଙ୍କର ଏସିଡ଼ିଟି ବା ଗ୍ୟାସ୍ ସମସ୍ୟା ଥାଏ। ଏହିପରି ଲୋକଙ୍କୁ ପଖାଳକୁ ନିଜର ସାଥୀ କରି ନିଅନ୍ତୁ। ଦେଖିବେ ଏହି ରୋଗ ଦୂରେଇ ଯିବ ଏବଂ ପଖାଳ ଭାତ ସକାଳେ ଖାଇଲେ ତାହା ଥଣ୍ଡାକୁ ନିୟନ୍ତ୍ରଣ କରିଥାଏ। ତେଣୁ ପଖାଳକୁ ମଧ୍ୟାହ୍ନ ସମୟରେ ଖାଇବା ଠିକ୍ ସମୟ ହୋଇଥାଏ।
ପିଆଜ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ, କିନ୍ତୁ ଯଦି ପିଆଜ ଖାଇବା ପରେ କ୍ଷୀର ପିଅନ୍ତି ତେବେ ରିଙ୍ଗୱର୍ମ ଭଳି ଚର୍ମ ରୋଗ ସୃଷ୍ଟି ହୋଇପାରେ। 26. ଖାଇବା ପିଇବା, ପରିସ୍ରା କରିବା ଏବଂ ମଳତ୍ୟାଗ କରିବା, ଏହି 4ଟି କାର୍ଯ୍ୟକଳାପ ବସିକି କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ, ନଚେତ୍ ଭବିଷ୍ୟତରେ ଭୟଙ୍କର ରୋଗର ସାମ୍ନା କରିବାକୁ ପଡ଼ିପାରେ। 27. ଖଜୁରୀ କୋଳି ଦେହ ପାଇଁ ବହୁତ ଭଲ ହୋଇଥାଏ। ଏହା ଦେହରେ ଟିସ୍ୟୁ ଗଠନ କରେ। ପ୍ରତିଦିନ 4ରୁ 5ଟି ଖଜୁରୀ କୋଳି ଖାଇଲେ ରକ୍ତହୀନତା ଦୂର ହୋଇଥାଏ। ଯଦି ଆପଣଙ୍କ ପାଖରେ ସତେଜ କୋଳି ଅଛି ତେବେ ଆପଣ ତାକୁ ଖାଇପାରିବେ, ନଚେତ୍ ଖଦରା ବା ଶୁଖିଲା ଖଦରା ପାଣିରେ ବତୁରେଇକି ଖାଇପାରିବେ। 28. ଗୋଡ଼ର ନଖରେ ସୋରିଷ ତେଲ ଲଗାଇଲେ ଆଖି କୁଣ୍ଡାଇ ହେବା ବା ଆଖି ଲାଲ ପଡ଼ିବା ଇତ୍ୟାଦି ଦୂର ହୋଇଥାଏ। 29. ସୋରିଷ ତେଲ ସହ ଲୁଣ ମିଶାଇ ଛାତିରେ ଘଷିଲେ ଜମା ହୋଇଥିବା କଫ ବାହାରି ଆସିଥାଏ। 30. କୋଲେଷ୍ଟ୍ରଲ୍ ଅଧିକ ଥିବା ଲୋକମାନେ ନିୟମିତ ଭାବରେ ସକାଳୁ 5ଟି ତୁଳସୀ ପତ୍ର ଚୋବେଇ ଖାଇଲେ କୋଲେଷ୍ଟ୍ରଲ୍ କମ୍ ହୋଇଯାଇଥାଏ। 31. ତମ୍ବା ପାତ୍ରରେ କିଛି ସମୟ ପାଣି ରଖି ପିଇବା ଦ୍ୱାରା ଚର୍ମ ରୋଗ, ପେଟର ଏସିଡ଼ିଟି ନିୟନ୍ତ୍ରଣରେ ରଖିଥାଏ। ଏହା ସହିତ ତମ୍ବା ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ମନ ପବିତ୍ରତା ଓ ଆୟୁ ବୃଦ୍ଧି ହୋଇଥାଏ। 32. ଚାହା ପିଇବା ଦ୍ୱାରା ଆପଣଙ୍କୁ ଡିହାଇଡ୍ରେସନ୍ ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ, କାରଣ ଚାହାରେ ଥିବା କ୍ୟାଫିନ୍ ଦେହର ଜଳୀୟ ଅଂଶକୁ ଶୋଷି ନେଇଥାଏ। 33. ସାବୁନ ବଦଳରେ ବେସନ ଓ ହଳଦୀ ଲଗାଇବା ଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଥାଏ। 34. ଠିଆ ହୋଇ ପାଣି ପିଅନ୍ତୁ ନାହିଁ, ନଚେତ୍ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କୌଣସି ଡାକ୍ତର ଭଲ କରିପାରିବ ନାହିଁ। 35. କ୍ଷୀର ଓ ଦହି ଆମ ଶରୀର ପାଇଁ ଲାଭଦାୟକ ଅଟେ, କିନ୍ତୁ ଯଦି ଦହି ଖାଇବା ପରେ କ୍ଷୀର ପିଅନ୍ତି ତେବେ ପେଟରେ ଗ୍ୟାସ୍ ଓ ବାନ୍ତି ସମସ୍ୟା ହୋଇଥାଏ। 36. ମାଛ ଖାଇବାରେ ଅନେକ ପ୍ରକାର ଲାଭ ଅଛି। ମାଛ ଖାଇବା ଦ୍ୱାରା ଚର୍ମ ଚିକ୍କଣ ହୋଇଥାଏ। 37. ଲେମ୍ବୁ ଶୁଦ୍ଧ ଓ ପୁଷ୍ଟିକର ଅଟେ। ଲେମ୍ବୁ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଯଦି ପ୍ରତିଦିନ ଲେମ୍ବୁ ପାଣି 1 ଗ୍ଲାସ ପିଉଛନ୍ତି ତେବେ ପେଟ ସମସ୍ୟା ଆଦୌ ହେବ ନାହିଁ। 38. ବାଦାମ ପୁଷ୍ଟିକର ହୋଇଥାଏ। ବାଦାମ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ଓ ଶରୀରରେ ଶକ୍ତି ବୃଦ୍ଧି ପାଇଥାଏ, ତେଣୁ ପ୍ରତିଦିନ କିଛି ବାଦାମ ସେବନ କରନ୍ତୁ। 39. ମୁହଁରେ ବ୍ରଣ ହୋଇ କଷ୍ଟ ହେଉଥିଲେ ଦିନକୁ 3ରୁ 4 ଥର ମହୁ ଲଗାଇଲେ ଆରାମ ମିଳିଥାଏ। 40. ମାଙ୍କଡ଼ କାମୁଡ଼ିଲେ ମହୁ ଏବଂ ପିଆଜ ବାଟି କ୍ଷତ ସ୍ଥାନରେ ଲଗାଇଲେ ବିଷ ଦୂର ହୋଇଥାଏ। 41. ପିଲାମାନେ ରାତିରେ ପରିସ୍ରା କରୁଥିଲେ ଶୋଇବା ପୂର୍ବରୁ 1 ଚାମଚ ମହୁକୁ 1 ଚାମଚ ପାଣିରେ ମିଶାଇ ପିଇବାକୁ ଦେଲେ ଏହା ଅଳ୍ପ ଦିନ ଭିତରେ ଠିକ୍ ହୋଇଯାଇଥାଏ। 42. ମୁଗ ଖାଇଲେ ହଜମ ଓ ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ଆସିଥାଏ। ଅସୁସ୍ଥ ଲୋକଙ୍କ ପାଇଁ ମୁଗ ବହୁତ ଲାଭକାରୀ ଅଟେ। 43. ମାଟି ପାତ୍ରରେ ଖାଦ୍ୟ ରୋଷେଇ କଲେ ଏହା ଅଧିକ ସ୍ୱାଦିଷ୍ଟ ହୋଇଯାଇଥାଏ। ଏହିପରି ପାତ୍ରରେ ଖାଦ୍ୟ ଖାଇଲେ ରୋଗ ହେବାର ଆଶଙ୍କା କମିଯାଇଥାଏ। 44. ଜିରା ମଣିଷର ଖାଦ୍ୟ ପଦାର୍ଥକୁ ବହୁତ ଭଲ ଭାବରେ ହଜମ କରାଇଥାଏ। ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। 1 ଚାମଚ ଜିରା ପାଉଡରକୁ 1 ଚାମଚ ଅଦା ସହ ମିଶାଇ ଉଷୁମ ପାଣି ସହିତ ପିଇଲେ ଶରୀରରେ ଇମ୍ୟୁନିଟି ପାୱାର ବଢ଼ିଥାଏ। 45. ରସ ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ମନରେ ମାନସିକ ଚିନ୍ତା ବୃଦ୍ଧି ସହ ମଣିଷ ଚିଡ଼ଚିଡ଼ା ହୋଇଥାଏ। 46. ଲୁହା କିମ୍ବା ଷ୍ଟିଲ୍ ପାତ୍ରରେ ଖାଦ୍ୟ ଖାଇଲେ ମନ ଅସ୍ଥିର, ପେଟରେ ବାୟୁ ବୃଦ୍ଧି ହେବାର ସମ୍ଭାବନା ଅଧିକ ଥାଏ। 47. ଅଦାକୁ ସର୍ବଭାରତୀୟ ଔଷଧ ଭାବେ ବିବେଚନା କରାଯାଇଛି। ଏହା ଆମ ଶରୀର ପାଇଁ ବହୁତ ଭଲ। ହଜମ ଶକ୍ତିକୁ ବଢ଼ାଇବା ପାଇଁ ଅଦା ସହିତ ଅଳ୍ପ ଲେମ୍ବୁ ରସ ଓ ଅଳ୍ପ ଲୁଣ ମିଶାଇ ଭୋଜନର ଅଧଘଣ୍ଟା ପୂର୍ବରୁ ଖାଆନ୍ତୁ। 48. ଯଦି ଆପଣଙ୍କ ପାଟିରେ ଘା ସମସ୍ୟା ଥାଏ ତେବେ ଦିନକୁ 2 ଥର ପଖାଳ ଭାତ ସେବନ କରନ୍ତୁ। ଏହା ଆପଣଙ୍କ ପାଟି ଘାକୁ ଠିକ୍ କରିବା ସହିତ ପେଟକୁ ଥଣ୍ଡା ରଖିଥାଏ। 49. ବିରିର ଯେକୌଣସି ଖାଦ୍ୟ ପଦାର୍ଥ ଖାଇବା ପରେ କ୍ଷୀର ଖାଆନ୍ତୁ ନାହିଁ। ଏହା ପେଟ ସମସ୍ୟା ସୃଷ୍ଟି କରିଥାଏ। 50.
ଆମିଷ ଭକ୍ଷଣ ପରେ ମଧ୍ୟ କ୍ଷୀର ଜାତୀୟ ପଦାର୍ଥ ଖାଆନ୍ତୁ ନାହିଁ। ଏହା ବଦହଜମର କାରଣ ହୋଇଥାଏ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା ବହୁତ ମାତ୍ରାରେ ସେୟାର କରନ୍ତୁ ଏବଂ ଚନ୍ଦନ ମୋଟିଭେସନକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓରେ ଗୋଟେ ଲାଇକ୍ଟିଏ କରନ୍ତୁ। ଜୟ ଜଗନ୍ନାଥ।